ମୁଁ ରଞ୍ଜିତ ନ୍ୟୁଜକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଏତେ ସାରା ନ୍ୟୁଜ୍ ଆମେ ପକେଇଛୁ, ଆପଣମାନେ ଦେଖୁଛନ୍ତି। ଆଜି ଗୋଟେ ଭିନ୍ନ ପ୍ରକାରର ନ୍ୟୁଜ୍ ଆମେ ପକାଉଛୁ। ଆପଣମାନେ ଦେଖନ୍ତୁ କେତେ କଷ୍ଟ କରି ଖାଲି ପାଦରେ ଚାଲି ଚାଲି କେତେ ଦୂର ସେ ଆସୁଛନ୍ତି। କିଛି ମହାଦେବ ପାଖରେ କିଛି ମାନସିକ ତାଙ୍କର ଅଛି, ଆଉ ପାଣି ଭାର ନେଇକି ସେ ଢାଳୁଛନ୍ତି। କାହିଁକି ଢାଳୁଛନ୍ତି, କାହିଁ ଏତେ କଷ୍ଟ କରି ଯାଉଛନ୍ତି, କେତେ ଦୂର ଚାଲି ଚାଲି, ତାଙ୍କ ମୁହଁରୁ କିଛି କଥା ଆମେ ଜାଣି ନେବା। ଆଉ ତାଙ୍କର କେତେ କଷ୍ଟ, କ'ଣ ମାନସିକ ଅଛି, ମାନସିକ କଥା ତ କିଏ ବି କହିପାରନ୍ତିନି, କିନ୍ତୁ ତାଙ୍କ ମନରେ ଥିବା କିଛି ଭାବ, କିଛି ଅନ୍ତର, କିଛି କଥା ଆପଣମାନଙ୍କ ସମ୍ମୁଖରେ ଆମେ ପ୍ରକାଶ କରିବୁ। ଆସନ୍ତୁ ତାଙ୍କ ମୁହଁରୁ କିଛି କଥା ଜାଣି ନେବା। ଆଉ କେତେ କଷ୍ଟ, କେତେ ସାରା କଷ୍ଟ ସେ ପାଉଛନ୍ତି, ଆସନ୍ତୁ ତାଙ୍କ ମୁହଁରୁ ଶୁଣି ନେବା। ଏ ଯେଉଁ ଆପଣ ଭାର, କାଉଡ଼ିଆ ଭାର ଯେଉଁ ଆମର ନେଇକି ଯାଉଛନ୍ତି, କ'ଣ ଆର ଅଛି ମହତ୍ଵ? ଶ୍ରାବଣ ମାସରେ ଦେଖ ସମସ୍ତେ ଇଏ କରନ୍ତି, ତେଣୁ କାଉଡ଼ି ନେଇକି ଯାଉ। 4ଟା ସୋମବାର ପଡ଼େ କି 5ଟା ସୋମବାର ପଡ଼େ, କିଛି ମାନସିକ ରଖି ସମସ୍ତେ ଯାଇ ପାଣି ଉଠାଇ ତାକୁ ଆଣିକି ଶିବଲିଙ୍ଗ ଢାଳନ୍ତି। କାହିଁକି ଢାଳନ୍ତି, କୋଉଥିପାଇଁ ଢାଳନ୍ତି? କିଛି ମାନସିକ ରଖିଥିବେ, କାହା ମାନସିକ ତ କେହି କହିପାରିବେନି, କିଛି କିଛି ମାନସିକ ଯିଏ ଯାହା ରଖିଥିବେ, ତେଣୁ ସେଇ ଅନୁସାରେ ନେଇ ଆସି ଢାଳୁଛନ୍ତି। ଆଉ ତାହେଲେ ଇଏ ମାନସିକଙ୍କ ପ୍ରକୃତରେ ପୂରଣ ହୁଏ? ହଁ, ହୁଏ। ଯିଏ ଭାବିବ ଆଜ୍ଞା ହବ, ଯିଏ ନ ଭାବିବ ହବନି। କେତେ କଷ୍ଟ କରୁଛନ୍ତି, କେତେ ବାଟରୁ ଆସୁଛନ୍ତି, କୋଉଠୁ ପାଣି ବୁଡଉଛନ୍ତି? ଆମେ ଗଡ଼ଗଡ଼ିଆରୁ ପାଣି ଉଠେଇ ବାଲିପଡ଼ା ଆସିଲୁ। ବାଲିପଡ଼ାରେ ବର୍ତ୍ତମାନ ରହିଛୁ। ଏଠି ରାତିରେ ରହି ଆମେ ସକାଳେ ଢାଉଆ ଯିବୁ। ଢାଉଆ ଯାଇ ସେଠି ସୋମନାଥଙ୍କଠି ପାଣି ଢଳା ହବ। ଆମର 40 ଜଣ ଖଣ୍ଡେ ଭଳିଆ ପିଲା ଆସିଛନ୍ତି, ଛୋଟ ଛୁଆ ବି ଅଛନ୍ତି, 7-8 ବର୍ଷ 10 ବର୍ଷର ଛୋଟ ଛୁଆ ବି ଅଛନ୍ତି। ସିଏ ବି ଯାଇ ପାଣି ଉଠେଇ ନେଇକି ଆସିଛନ୍ତି। ଆଉ କେତେ କଷ୍ଟ ଅନୁଭବ କରୁଛନ୍ତି ଆପଣମାନେ? କଷ୍ଟ ତ ଆଜ୍ଞା ବହୁତ ଅଛି। ଆଜ୍ଞା ରୋଡ କାମ ସବୁ ଚାଲିଛି, ଗୋଡି ଫୋଡି ଉଠିକି ମାନେ କ'ଣ ସେ ଚାଲିଲା ଭଳିଆ ରୋଡ ନାହିଁ। କ'ଣ କରାଯିବ, ପାଣି ଯେତେବେଳେ ଉଠେଇଛନ୍ତି ତାକୁ ନେଇକି ଆସିବେ ନା। ଜାଣି ନେବା, ଆସନ୍ତୁ ତାଙ୍କ ମୋର କିଛି କଥା ଜାଣି ନେବା। ନମସ୍କାର ଭାଇ। ଆଜ୍ଞା ନମସ୍କାର। କଷ୍ଟ ଆପଣ କରିକି ଆସୁଛନ୍ତି, ଏଇଟା କ'ଣ ସଫଳ ହଉଛି? ନିଶ୍ଚିତ ସଫଳ ହବନି କାହିଁକି, ମାନ ଦେଖିଲେ ସବୁ ସଫଳ ହବ। ନିଶ୍ଚିତ ସଫଳ, ସୋମନାଥ ବାବା ଆମର ସବୁ ସଫଳ କରୁଛନ୍ତି। ତାପରେ ଯେଉଁ କଷ୍ଟ କରିକି ଆପଣ ଚାଲି ଚାଲି ଆଉଛନ୍ତି, ଯେଉଁ କଷ୍ଟଟା ଆପଣ ଅନୁଭବ କରୁଛନ୍ତି, ତେଣୁ ଭାବୁଛନ୍ତି ଏଇଥର ନେଇଯିବି, ଏତେ କଷ୍ଟ ହେଉଛି, ଆର ବର୍ଷ ମୁଁ ଯିବିନି, ଏଟା ମନରେ କେବେ ଅଛି? ମନରେ ତ ରହିବ, ଆସିଯିବିନି, କିନ୍ତୁ ଆସିଲା ପରେ ପୁଣି ପହଞ୍ଚିଲା ପରେ ଠାକୁର ପାଖରେ ପୁଣି ଆର ବର୍ଷକୁ ଯିବି, ଏଇଟା ମୋ ସବୁ ରହୁଛି। ତାହେଲେ କିଛି ଶକ୍ତି ଅଛି ଠାକୁର? ଆଜ୍ଞା, ଠାକୁର ନଥିଲେ ହବ କେମିତି, ଠାକୁର ସାଙ୍ଗେ ଚାଲିଛି ସଂସାର ନା, ଠାକୁର ନିଶ୍ଚିତ ଅଛନ୍ତି। ହେଲେ ଯେଉଁ ଭାର ନେଇ ଆସୁଛ, କିଛି ଅସୁବିଧା ହେଇଗଲା, ତାହେଲେ ଆପଣ କ'ଣ କରୁଛନ୍ତି? ସେଇଠୁ ଭାର ଛାଡ଼ି ଅସୁବିଧାକୁ ସମ୍ମୁଖୀନ କରୁଛନ୍ତି ନା ପୁଣି ଆଗେଇ ଚାଲୁଛନ୍ତି? ପୁଣି ଆଗେଇ ଚାଲୁଛୁ, ଘରକୁ ଡାକି ବାବା ସୋମନାଥ ଆଗେଇ ଚାଲୁଛୁ, ସଫଳ ନିଶ୍ଚିତ। କେମିତି କାଉଡ଼ିଆ ଭାର ନେଇକି ଆପଣ କ'ଣ ଅନୁଭବ କରୁଛନ୍ତି? କାଉଡ଼ିଆ ଭାର ତ ପାଣି ଉଠେଇଲା ବେଳକୁ ଯିବାକୁ ତ ଆସିଲା ବେଳକୁ ଯୋଉ ଭଳିଆ କଷ୍ଟ, ସେଇଟା ତ ଆଗାମୀ ବର୍ଷ କଷ୍ଟ ହବ, ଆଗାମୀ ବର୍ଷ ନ ଯିବା ପାଇଁ ଆଶା ମନେ କରେ ନାହିଁ। କିନ୍ତୁ ମୁଁ ତ ଚାହୁଁଛି, ମୁଁ ଯୋଉ ଆମ ନଦୀରୁ ପାଣି ଉଠେଇକି ଯାଇଥିଲି ସୋମନାଥ ମନ୍ଦିର 5 କିଲୋମିଟର କି 3 କିଲୋମିଟର। ମୋର ମନ କ'ଣ ବାବାଙ୍କର ଡୋରି ଲାଗିଲା ଯେ ମୁଁ ଗଡ଼ଗଡ଼ିଆରୁ ଘାଟରୁ ଆଣି ପାଣି ବାବା ସୋମନାଥ ବାବାଙ୍କୁ ପାଣି ଲାଗିବ, ଜଳ ଲାଗିବ। ହେଲେ ଆପଣ କେତେ ବର୍ଷ ହେଲା ଯାଉଛନ୍ତି ଗଡ଼ଗଡ଼ିଆ ଘାଟକୁ, ଯେଉଁ ପାଣି ବୁଡ଼ିବା ପାଇଁ ଯାଉଛନ୍ତି, କେତେ ବର୍ଷ ହେଲା ଯାଉଛନ୍ତି? ମୁଁ ମିନିମମ୍ 2008-9 ମସିହାରୁ ମୁଁ ଯାଉଅଛି। ତାପରେ କେତେବେଳେ କାହାର ବର୍ଷିକା, କାହାର ଏଇ କାର୍ଯ୍ୟ ପଡ଼େ, ଭଲ ହେଲା। ହୃଦୟ ବି ଖୋଲି ଦେଇଛନ୍ତି ଯେ ମୋ ଭକ୍ତ ଆସି ପାଣି ଢାଳନ୍ତୁ। ଆଉ ନିଶ୍ଚିତ ଭାବେ ତାଙ୍କର ଯାହା ମାନସିକ କାମନା, କିଏ ଖୁସିରେ ଯାଉଛି, କିଏ ଦୁଃଖରେ ଯାଉଛି, କିନ୍ତୁ ଯାହା ହଉ ବାବା ସୋମନାଥ ନିଶ୍ଚିତ ଭାବେ ତାଙ୍କ ପ୍ରତି ଦୟାଳୁ, ସବୁବେଳେ ତାଙ୍କ ପାଇଁ ନିଶ୍ଚିତ ଭାବେ ଭଗବାନ ଅନେଇଛନ୍ତି। ତା ବୋଲି ଆମେ ଠାକୁରଙ୍କୁ ନିନ୍ଦବା କି ଆଉ ଯିବା ନାହିଁ। ପ୍ରଭୁଙ୍କ ଡୋରି ଯେପର୍ଯ୍ୟନ୍ତ ଲାଗିଛି, ସେ ପାଖ ବାଟରୁ ହଉ କିମ୍ବା ଦୂର ବାଟରୁ ହଉ। ମୋର ଆମ ଦର୍ଶକମାନେ ଚାହୁଁଛନ୍ତି ଆର ନୀତି ନିୟମ କ'ଣ ଅଛି? ଆସନ୍ତୁ ତାଙ୍କ ମୁଁ ନୀତି ନିୟମର ଶୈଳୀ କେମିତି କ'ଣ ଅଛି, ଆର ନୀତି ନିୟମ କ'ଣ ଅଛି? ଶୁଣନ୍ତୁ, ନୀତି ନିୟମ କହିବାକୁ ଗଲେ ତମେ ମାସକ ଯାକ ଆମିଷ ଆଉ ଏଗୁଡ଼ା ବାରିବ ନିଶ୍ଚିତ ଭାବେ। ଆଉ ବି କାହାକୁ ମାନେ ଛୁଆଛୁତି କଲା ମାନେ କରିବ ନାହିଁ, ତେବେ ଗୋଟେ ଏକପଟିଆ ଭଳିଆ ରହିବ। କିନ୍ତୁ ଜିନିଷଟା ହେଉଛି, ଆଜିକାଲି ତ ସେମିତି ଆଉ ହଉନାହିଁ। ମଧ୍ୟ କିଏ ସୋମବାର ଅରୁଆ ଖାଇକି ରହୁଛି, ଆଉ ଆର ସୋମବାରକୁ ପାଣି ଢାଳି ବୋଲି, କି ଯେଉଁ ସୋମବାର ପାଣି ଢାଳୁଛି ସିଏ ଅରୁଆ ଖାଉଛି, କିଏ ମାସକ ଯାକ ଆମିଷ ଛାଡ଼ି ଦେଉଛି। ଏଇଭଳିଆ ଗୋଟେ ମନରେ ଭାବନା ରଖିକି ଯାହାଫଳରେ ଯାଉଛନ୍ତି। ଆଉ ଆମେ କହିଲେ ନା, ଲକ୍ଷ ଲକ୍ଷ ଭକ୍ତ ମାନେ ଆମେ ତ ଯାହା କଳସୀରେ ଆଣିଛୁ, ସେ 3-3ଟା ଗରାରେ ଆମେ ଦେଖୁଛୁ, ୟୁଟ୍ୟୁବରେ ମୋବାଇଲରେ ଦେଖୁଛୁ, 3-3ଟା ଗରା ନେଇକି କେଡ଼େ କେଡ଼େ ପାହାଡ଼ ଉଠୁଛନ୍ତି।
ସେ ଭଗବାନଙ୍କ ନୀଳା ନହେଲେ ତ ନିଶ୍ଚିତ ଭାବେ ସେ ନ ବାରିକି ରହିଥିଲେ ସେ ଏଡେ ଏଡେ 3ଟା ଘର ଯାଇପାରିବେନି ଆଉ। ଆଉ ଏଡେ ଏଡେ ପାହାଡ ଚଢୁଛନ୍ତି ମାନେ ମାନିବାକୁ ପଡିବ। ସେ ସେଇଭଳିଆ ଭଗବାନଙ୍କର ଆସିଲା ମାନେ ସେ ମାସଟା ଶ୍ରାବଣ ମାସଟା ବହୁତ ନିଷ୍ଠାରେ ରହିବ। ବହୁତ ଭଲରେ ରହୁ, ତାଙ୍କ ଆଶା ନେଇ ସେମାନେ ଯାଉଛନ୍ତି। କିନ୍ତୁ ସ୍ୱାର୍ଥ ପାଇଁ ନୁହଁ, ମତେ ଧନ ଦିଅନ୍ତୁ ଇଏ ଦିଅନ୍ତୁ ସେଥିପାଇଁ ନୁହଁ, ତାଙ୍କ ମନରେ କିଛି ଦୁଃଖ ତବେ ସେ ଠାକୁର ପାଖରେ ଅଜାଡ଼ିବା ପାଇଁ ପାଣି ଭାର ଉଠେଇକି ଏତେ କଷ୍ଟ କରି ଚାଲି ଚାଲି ସେ ଯାଉଛନ୍ତି। ଆସନ୍ତୁ ସେ ମା ମାନଙ୍କର କିଛି ଦୃଶ୍ୟ, ଆଉ ଯୋଉ ଜାଗାରେ ସେ ପାଣି ଢାଳିବେ ତାର କିଛି ଦୃଶ୍ୟ, ଆଉ କେତେ କାଉଡ଼ିଆ ଭାଇ ଅଛନ୍ତି ତାଙ୍କର କିଛି ଦୃଶ୍ୟ ଆମେ ଦେଖି ନେବା। ଆଉ ଏସ୍କେ ନ୍ୟୁଜ୍କୁ ମୁଁ ଏତିକି କହିବି, ଏତେ ରାତି ଅନିଦ୍ରା କରି ସେ ଆମମାନଙ୍କୁ ଆସି ଆମ ଟିମ୍କୁ ଏଠିକି ପଠାଇଛନ୍ତି, ତାଙ୍କ ପାଇଁ କିଛି ବି ଆଶୀର୍ବାଦ ସେ ଭଗବାନ କରନ୍ତୁ। ମୁଁ ଲାଇଟ୍ ଟିକେ ଜାଣିନ